ଆଜିର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ମହିଳାଙ୍କ ପାଇଁ ଖୁସି ଖବର। ଖାତା ଗଲା ସୁଭଦ୍ରା ଟଙ୍କା, ସବୁ ଅପେକ୍ଷା ହେଲା ଅନ୍ତ ମହିଳାଙ୍କ ପାଇଁ ଖୁସି ଖବର। ବ୍ୟାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନାର ଟଙ୍କା। ଆଜି ନିଜ ଜନ୍ମଦିନରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ରାଜଧାନୀରେ ଜନତା ଓ ମଇଦାନରେ କରାଯାଇଥିବା ଭବ୍ୟ ଆୟୋଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏୟାରପୋର୍ଟରେ ପହଞ୍ଚି ସିଧା ଗାଡ଼କଣ ଗାଁକୁ ଯାଇଥିଲେ। ସେଠାରେ ଗାଡ଼କଣ ଗାଁରେ ପିଏମ୍ ଆବାସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଏହା ସହ ପାଟଣା ସ୍ପଟ ବେଲିୟର ଓ ଶିଳାନ୍ୟାସ କରିଥିଲେ ନରେନ୍ଦ୍ର ଦାମୋଦର ମୋଦି। ପ୍ରଧାନମନ୍ତ୍ରୀ 10 ଲକ୍ଷର ପିଏମ୍ ଆବାସ ଓ ଗ୍ରାମୀଣ ଅଧିକାରୀଙ୍କ ଯୋଜନାରେ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି ନରେନ୍ଦ୍ର ଦାମୋଦର ମୋଦି। ଅନ୍ୟପଟରେ 24 ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ଅଧିକାରୀଙ୍କୁ ଗୃହ ପ୍ରବେଶ ମଧ୍ୟ କରାଇଛନ୍ତି। ଏହା ଦେଶ ଉଦ୍ଦେଶ୍ୟରେ 2800 କୋଟିର ରେଳ ପ୍ରକଳ୍ପ ଜନକଲ୍ୟାଣ ଯୋଜନାକୁ ଶୁଭ ଆରମ୍ଭ କରିଛନ୍ତି। 1000 କୋଟିର ଜାତୀୟ ରାଜପଥ ପ୍ରକଳ୍ପ ମଧ୍ୟର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମଧ୍ୟ ପ୍ରଧାନମନ୍ତ୍ରୀ 74 ବର୍ଷ ପରେ 1950 ମସିହା ସେପ୍ଟେମ୍ବର 17 ତାରିଖ ଗୁଜରାଟର ଡାକନ ନଗରରେ ଜନ୍ମଗ୍ରହଣ କରିଥିଲେ ନରେନ୍ଦ୍ର ଦାମୋଦର ମୋଦି। 2001ରୁ 2014 ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ପରେ 2024ରୁ ଲଗାତାର 3 ଥର ସବୁଠାରୁ ପପୁଲାର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶର ବାରାଣସୀ ସଂସଦୀୟ କ୍ଷେତ୍ରରେ ଲଗାତାର 3 ଥର ନିର୍ବାଚନ ହୋଇ କଂଗ୍ରେସରେ ମଧ୍ୟ ସେ ବିଜୟ ଲାଭ କରିଥିଲେ। ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାର ମୋଦି ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ। 2001ରୁ 2004 ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଲମ୍ବା ସମୟରେ ଯାଏ ସେ କାର୍ଯ୍ୟ ମଧ୍ୟ କରିଛନ୍ତି।